ପିଲାମାନେ ପ୍ରଥମ ଭିଡ଼ିଓଟିରେ ତ ଆମେ ଜାଣିଲୁ ସମ୍ବାଦ ଆମେ କେମିତି ପ୍ରସ୍ତୁତ କରିବା, ତାର ଶିରୋନାମା କ'ଣ ଦେବା ଏବଂ ସମ୍ବାଦଟି କେମିତି ଲେଖିବା। କିନ୍ତୁ ସମ୍ବାଦ ଲେଖିଦେଲେ ଆପଣା ଛାଏଁ ପ୍ରକାଶିତ ହୁଏ ନାହିଁ। ତାହାକୁ ଆମେ ସମ୍ବାଦଟିକୁ ପ୍ରସ୍ତୁତ କରି ସାରିଲା ପରେ ଆମର ଯେଉଁ ସ୍ଥାନୀୟ ପ୍ରତିନିଧି ଅଛନ୍ତି, ଧର ଖବରକାଗଜ କହିଲେ ଆମେ ବୁଝୁ ସମ୍ବାଦ, ସମାଜ, ସମୟ, ସକାଳ, ପ୍ରଜାତନ୍ତ୍ର, ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ, ସୂର୍ଯ୍ୟପ୍ରଭା ଇତ୍ୟାଦି ଇତ୍ୟାଦି ଅନେକ ପ୍ରକାରର। ଆମେ ଧର ଯେଉଁ ଅଞ୍ଚଳରେ ରହୁଛୁ, ଆମ ନିକଟକୁ ଆସୁଛି ସମାଜ ବୋଲି ଖବରକାଗଜ ଏବଂ ସମ୍ବାଦ ବୋଲି ଖବରକାଗଜ। ଆମେ ଯଦି ସମ୍ବାଦକୁ ଆମେ ଖବରକାଗଜରେ ଏହାକୁ ପ୍ରକାଶ କରିବା ପାଇଁ ଅନୁରୋଧ କରିବା, ତାହେଲେ ନିକଟସ୍ଥ ଯେଉଁ ପ୍ରତିନିଧି ଅଛନ୍ତି, ଆମ ବ୍ଲକ ପ୍ରତିନିଧି ଅର୍ଥାତ୍ କୁଳିଅଣା ବ୍ଲକର, ତାଙ୍କୁ ଆମେ ଆଗେ ପ୍ରଥମେ ଅନୁରୋଧ କରିବା ଯେ ଆମେ ଯେଉଁ ପୂର୍ବ ଭିଡ଼ିଓରେ ଯେଉଁଠି ଛାଡ଼ିଛୁ ସମ୍ବାଦଟି, ସେହି ସମ୍ବାଦଟି କେମିତି ତାଙ୍କ ପାଖରେ ପହଞ୍ଚି ପାରିବ ଏବଂ ପହଞ୍ଚିଲେ ସିଏ ତାହାକୁ ତାଙ୍କ ଖବରକାଗଜରେ ସ୍ଥାନ ଦେବେ। ତେଣୁ ଆମେ ପ୍ରଥମେ ଲେଖିବା ସମ୍ପାଦକ, ସମ୍ବାଦ ତଳକୁ ଲେଖିକି କମା ଦେବା, କୁଳିଅଣା ବ୍ଲକ, ମୟୂରଭଞ୍ଜ। ତା ତଳକୁ ଲେଖିବା ମହାଶୟ, କମା ଦେଇକି ତା ତଳୁ ଆରମ୍ଭ କରିବା। ନିମ୍ନରେ ଆମେ ଖବରଟିକୁ ପଠେଇଲୁ, ଏହା ବିବି ମହାବିଦ୍ୟାଳୟର ଖବର ଏବଂ ଏହାକୁ ଆପଣଙ୍କ ଖବରକାଗଜରେ ସ୍ଥାନ ଦେଇ ପ୍ରକାଶ କରିବାକୁ ଅନୁରୋଧ ରହିଲା। ଇତି ଆପଣଙ୍କର ଆଜ୍ଞାଧୀନ ବିବି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ। ଏଇ କଥାଟି ଆମେ ପ୍ରଥମେ ଲେଖିବା, ତା ତଳକୁ ନିମ୍ନରେ ଆମେ ସେଇ ସମ୍ବାଦଟି ଏହା ପୂର୍ବ ଭିଡ଼ିଓରେ ଯେଉଁଠି କହିଲି ସେଇ ସମ୍ବାଦଟିକୁ ଦେବା, ତେବେ ଯାଇକି ଆମର ଖବରକାଗଜରେ ଏହା ସ୍ଥାନ ପାଇପାରିବ। ଏହା ତ ଦେଲୁ ଆମେ ସମ୍ବାଦ ଖବରକାଗଜକୁ, ସେଇଭଳି ଆମେ ସମାଜକୁ ଦେଇପାରିବା, ପ୍ରଜାତନ୍ତ୍ରକୁ ଦେଇପାରିବା, ସୂର୍ଯ୍ୟପ୍ରଭାକୁ ଦେଇପାରିବା, ପ୍ରଗତିବାଦୀକୁ ଦେଇପାରିବା, ଧରିତ୍ରୀକୁ ଦେଇପାରିବା। ଯେଉଁ ପେପର ବି ଦେଉ ବା ଯେଉଁ ଖବରକାଗଜରେ ଆମେ ସମ୍ବାଦଟିକୁ ଦେଲୁ, ସେହି ସମ୍ବାଦଟିକୁ ପ୍ରକାଶ କରିବା ପାଇଁ ସ୍ଥାନୀୟ ପ୍ରତିନିଧି ବା ସମ୍ପାଦକଙ୍କୁ ଆଗେ ଅନୁରୋଧ କରିକି ଆଗେ ଗୋଟେ ଲେଟର କରିବୁ ବା ଚିଠି କରିବୁ, ଅନୁରୋଧ କରିକି ତାପରେ ଆମେ ଆଉ ଗୋଟିଏ ତଳେ ନିମ୍ନରେ ଆମର ଯେଉଁ ସମ୍ବାଦଟି ତାକୁ ହିଁ ପ୍ରସ୍ତୁତ କରିବୁ, ଯାହା ପୂର୍ବ ଭିଡ଼ିଓରେ ମୁଁ କହିଛି। ସେଥିରେ ଦେଇଛି ଯେ ବିବି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ। ଆଗେ ପ୍ରଥମେ ସମ୍ପାଦକକୁ ଅନୁରୋଧ କରିବା ଏବଂ ପରବର୍ତ୍ତୀରେ ଆମ ଶୀର୍ଷକ ଥିବା ସମ୍ବାଦଟି ପଠାଇଲେ ତାହା ଖବରକାଗଜରେ ସ୍ଥାନ ପାଇବ। ପିଲାମାନେ, ଏତିକିରେ ରହିଲି। ନିଶ୍ଚିତ ଭାବରେ ମୋ ଭିଡ଼ିଓକୁ ଲାଇକ୍ କରିବ, ସେୟାର କରିବ ଏବଂ ସବସ୍କ୍ରାଇବ୍ କରିବ। ପୁଣି ପରବର୍ତ୍ତୀ ଭିଡ଼ିଓରେ ତୁମ ସହିତ ଦେଖାହେବ। ଆଜି ପାଇଁ ଏତିକି।